ଦେଖନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ଆପଣଙ୍କର 2023ରେ ଯେଉଁ ବିଇଡ଼ି ଏକ୍ଜାମ୍ ହେଇଥିଲା ତାର ମ୍ୟାଥମେଟିକ୍ସର କିଛି କୋଶ୍ଚିନ୍ ଆଲୋଚନା କରିବା। ସୋ ସମସ୍ତେ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସୋ ଦେଖନ୍ତୁ 56 ନମ୍ବରଟି ଆପଣଙ୍କର କ'ଣ ଦେଇଛି, ହ୍ୱାଟ୍ ଇଜ୍ ଦ ରିମାଇଣ୍ଡର ହ୍ୱେନ୍ ଦ ପଲିନୋମିଆଲ୍ x⁻200 + 1 ଇଜ୍ ଡିଭାଇଡେଡ୍ ବାଇ x² + 1। ତ ଏଇଟା ଆମେ କେମିତି କରିବା? ତ ଦେଖନ୍ତୁ ଏଇଟା ଅଛି ଆପଣଙ୍କ ଯେଉଁ ଡିଭିଜର ତାକୁ 0 ସହିତ ଇକ୍ୱାଲ୍ କରିଦେବା। ତ ଏଇଟା ଆସିଗଲା କେତେ ତାହେଲେ x² ଆସିଲା -1। ତାହେଲେ x ଆପଣ କେତେ ଆସିଯିବ, ଆପଣଙ୍କର ଆସିଯିବ i, କାରଣ i² ହେଉଛି ଆପଣ କେତେ -1 ଥାଏ, ବୁଝିପାରୁଛନ୍ତି। ତାହେଲେ ଆମର ଏଇ ଯେଉଁ ଏଇଥିରେ ଆମେ ଯଦି ପକାଇଦେବା ଆପଣଙ୍କର xର ଭ୍ୟାଲ୍ୟୁଟା ତାହେଲେ ପାଇଯିବା। ତ ଆମର କେତେ ଆସିଯିବ ନା i⁻200 + 1 ଆପଣଙ୍କର ରହିବ ଆନ୍ସର୍। ତାହେଲେ i⁻200ଟା କେତେ ରହିବ, ଆପଣଙ୍କର iର ସ୍କୋୟାର ହେଉଛି କେତେ, ଏଇଟା ଆମେ ଏମିତି ଲେଖିଦେଇପାରିବା। i² ହେଉଛି ଆପଣ କେତେ 1, ସରି i² ହେଉଛି କେତେ -1, -1 ଟୁ ଦି ପାୱାର 100 + 1। ତ -1 ଯେହେତୁ ଯୁଗ୍ମ ପାୱାର ଅଛି ଏଇଟା ଆସିଯିବ 1, ତ 1 + 1 ଆନ୍ସର୍ ରହିବ ଆପଣଙ୍କର 2। ବୁଝିପାରିଲେ, ଏମିତି କରିପାରିବେ। ନେକ୍ସଟ 57 ଦେଖନ୍ତୁ, if the system of linear equations 5x + my = 10 and 4x + ny = 8, m n are positive integers and have infinitely many solutions, then the minimum possible value of m + n is। ତ ଦେଖନ୍ତୁ ଏଇଟା ଆମେ କେମିତି ଲେଖିଦେଇପାରିବା ନା, ଆପଣଙ୍କର ଇନଫାଇନାଇଟ୍ ମେନି ସଲ୍ୟୁସନ୍ କ'ଣ ଥାଏ, a1/a2 = b1/b2 = ଥାଏ c1/c2 ସହିତ, ବୁଝିପାରୁଛନ୍ତି ତ। ତାହେଲେ ଆମେ କ'ଣ କରିବା ଦେଖନ୍ତୁ, ଏଠି ଆପଣଙ୍କର a1 କେତେ ଅଛି 5, ତାହେଲେ 5 ଆଉ a2 କେତେ ଅଛି 4 = ଆପଣଙ୍କର y1 ଅଛି m, y2 ଅଛି n, ତ m/n। ତ ମିନିମମ୍ ପସିବଲ୍ ଭାଲ୍ୟୁ ଯଦି ଆମେ ଦେଖୁଛନ୍ତି mର ଭାଲ୍ୟୁ କେତେ ହେଇପାରିବ 5 ହେଇପାରିବ, ଆଉ nର ଭାଲ୍ୟୁ କେତେ ହେଇପାରିବ 4। ତ 5 + 4 କେତେ 9। ସୋ ବୁଝିପାରିଲେ, ଆର ଆନ୍ସର୍ ରହିବ b, କାରଣ 5 4 ଠାରୁ ତ ଆଉ ଛୋଟ ହେଇପାରିବନି। 58ଟା ଦେଖନ୍ତୁ କ'ଣ ଦେଇଛି ଆପଣଙ୍କୁ ନା, ଏ ୱାୟାର ଇଜ୍ ବେଣ୍ଡ ଟୁ ଫର୍ମ ଏ ସ୍କୋୟାର ସାଇଡ୍ ଅଫ୍ 22 cm. If the wire is rebent to form a circle, then what is its radius will be? ଆମକୁ ଯେଉଁ ପଚାରିଛି ଏଇଟା କ'ଣ କରିବା ଦେଖନ୍ତୁ, ଏଇଟା 22 cm କ'ଣ ରହିଛି, ଗୋଟେ ବର୍ଗକ୍ଷେତ୍ରର ବାହୁ। ତାହେଲେ 22 ଯଦି ରହୁଛି ତାହେଲେ ବର୍ଗକ୍ଷେତ୍ର ପରିସୀମା କେତେ ରହିବ, 22 × 4 କରିଦିଅନ୍ତୁ, କେତେ 88 cm। ତାହେଲେ ଆପଣଙ୍କର ଯେତେବେଳେ ଆମେ ଯଦି ଗୋଟେ ସର୍କଲରେ ମାନେ ଏଇଟା ଏଇ ଯେଉଁ ସ୍କୋୟାରଟାକୁ ଗୋଟେ ସର୍କଲ୍ କରିବା, ତାର ବି ପରିସୀମା କ'ଣ ରହିବ 88 ରହିବ ନା, ପରିସୀମା ତ ଚେଞ୍ଜ ହେବନି। ତାହେଲେ ଏଇ ଯେଉଁ ସର୍କଲର ରେଡ଼ିୟସ୍ଟା କେତେ ହେବ ସେଇଟା ଆମକୁ ସେ ପଚାରିଛି, ବୁଝିପାରୁଛନ୍ତି। ଏଇ ଯେଉଁ ଆର୍ଟା କେତେ ହେବ, ତାହେଲେ ଆମେ ଲେଖିଦେଇପାରିବା ଯେ 2πr ହେଉଛି ଆପଣଙ୍କର 88, ସେୟା ଲିଖିପାରିବା କି ନାହିଁ। ଆମେ ଲେଖିଦେଇପାରିବା ଯେ 2πr = ଆପଣଙ୍କର 88। ତ ଏଥିରୁ ଆମେ କ'ଣ ପାଇଯିବା, ଆପଣଙ୍କର ପାଇ ଦେଇଛି 22/7, ତ 2 × ପାଇ କେତେ 44/7 × r ହେଉଛି ଆପଣଙ୍କର 88। ତାହେଲେ r କେତେ ହେଇଯିବ ନା 88 × 7/44, ତ ଏଇଟା କଟିଲେ କେତେ 2 କୁ 7ରେ ଗୁଣିଲେ 14। ତ ଆପଣ ଆନ୍ସର୍ କେତେ b ଆସିଯିବ, ଯେଉଁଟାକି 14 cm। ସୋ ଦେଖନ୍ତୁ 59 କ'ଣ ଦେଇଛି, ହୁଇଚ୍ ୱାନ୍ ଅଫ୍ ଦ ଫଲୋଇଂ ଇଜ୍ ଆନ୍ ଅବଟ୍ୟୁସ୍ ଆଙ୍ଗେଲ୍। ଅବଟ୍ୟୁସ୍ ଆଙ୍ଗେଲ୍ ମାନେ କ'ଣ, 90 ଡିଗ୍ରୀରୁ ଅଧିକା ହେଇଥିବ। ତ 11/21 ଅଫ୍ ଏ ରାଇଟ୍ ଆଙ୍ଗେଲ୍। ରାଇଟ୍ ଆଙ୍ଗେଲ୍ କ'ଣ 90 ଡିଗ୍ରୀ, ତ 90 × 11/21। ସୋ ଯଦି ଆମେ ଦେଖୁଛନ୍ତି ଏଇଟାକୁ 3ରେ କାଟିଲେ ଆପଣ କେତେ ହେଉଛି 30, ଏଇଟାକୁ 3ରେ କାଟିଲେ 7, ତ 30କୁ 11 ଗୁଣିଲେ କେତେ 330/7। ତ ଏଇଟା ଯଦି ଆମେ କରୁଛନ୍ତି କେତେ ରହିବ ନା 7 × 4 = 28, 50 ହେଲେ କେତେ ଆଉ 7 ପଡ଼ିଲା। ସୋ ଆଉ 1 ପାଇଁ କେତେ ପଡ଼ିବ, 1 ପାଇଁ ଆପଣଙ୍କୁ ପଡ଼ିବ 1, ବୁଝିପାରୁଛନ୍ତି। ସୋ ଦେଖନ୍ତୁ ଏଇଟା ଯେହେତୁ 90 ଡିଗ୍ରୀରୁ ଆପଣଙ୍କର କମିଗଲା, ତାହେଲେ ଏଇଟା କ'ଣ ହେଇଯିବ, ଗୋଟେ ସୂକ୍ଷ୍ମ କୋଣ ହେଇଯିବ। ତ ଏଇଟା ଆପଣଙ୍କର ତ ଆନ୍ସର୍ ନୁହେଁ, ବୁଝିପାରୁଛନ୍ତି। ନେକ୍ସଟ ଆପଣ ଦେଇଛି 8/20 ଅଫ୍ ଏ କମ୍ପ୍ଲିଟ୍ ରୋଟେସନ୍। ତ କମ୍ପ୍ଲିଟ୍ ରୋଟେସନ୍ ମିନ୍ସ ଆପଣଙ୍କର 360 ଡିଗ୍ରୀ।
तो एथरे जदि आम 8/20 मल्टीप्लाई कर देखो ये कटला 18 18 को 8 गुणिले केते 144 डिग्री। तो यहाँ आप गोटे ऑब्ट्यूज एंगल। नेक्स्ट 11/21 ऑफ के कंप्लीट रोटेशन तो 360 इंटू 11/21 तो यहाँ को 3 काटिले के 120 यहाँ को 3 काटिले 7। तो जदि आम देखुं आपणकर यहाँ आप जदि 7 रे माने 119 भी करते हूँ 17 से कि नहीं 17 को 11 गुणिले अधिका के 187 है। तो निश्चित भाव जेहेतु यहाँ 120 थी आठ भी आहरी अधिका हे माने यहाँ भी आप गोटे स्थूलकोण रहिबो। तो बी आउ सी दीटा जाक ही आंसर हो जाऊँगी। यदि 8/20 हम राइट एंगल नवा 8/20 इंटू 90 यहाँ 10 काटिले 9 यहाँ 10 काटिले 2 तो 8 को 9 गुणिले के 72/2 36 डिग्री। तो यहाँ गोटे सूक्ष्मकोण हो जाऊँगी। किंतु ये क्वेश्चन दीटा आंसर हो गोटे बी आउ सी। नेक्स्ट देखो 60 कौन देजी पी क्यू आर इज ए राइट एंगल ट्रायंगल एंगल एट क्यू क्यू हूँ आप राइट एंगल। ओके तो नेक्स्ट कौन लिखाई पी क्यू हूँ आपंकर 6 क्यू आर हूँ आपंकर के 8। व्हाट इज द रेडियस ऑफ द सर्कल विथ द सेंटर ओ इनसाइड द ट्रायंगल पी क्यू आर। तो या भितर गोटे वृत्त आम अंकन कर। ओके ये जो वृत्तटार रेडियस के आपन को पचार। ओके तो यार गोटे फर्मुला रही देखो यहाँ जेहतु 6 पी क्यू 6 क्यू आर 8 ताले पी आर के 6 स्क्वायर प्लस 8 स्क्वायर रूट ओवर दैट इज के 36 प्लस 64 रूट ओवर के 100 रूट ओवर आप 10। तो ये लिखु 10 ताहले आपणकर ये जो रेडियस लेंथटा के रोना ए प्लस बी माइनस सी बाई 2 यहाँ मन रखिए। तो ए प्लस बी आप 6 जुक्त 8 14 14 10 गले 4 तो 4/2 आप 2 हो जाऊँगी बुझीपारे यहाँ ताले सी रंसर। तो ये फर्मुलाटी मन रखिथे यहाँ केवल आप समकोणी त्रिभुज भितर जो वृत्त रोचे से भाई क्वेश्चन पाई। सो देखु आज वीडियो आम 5टी क्वेश्चन आलोचना कले एवं आशा करुँच प्रत्येक क्वेश्चन आप बुझीपारे। जदि किसी डाउट अच्छे निश्चित भाव कमेंट सेक्शन में पचारे। सो जेहेतु आप धैर्य सहकार वीडियोटी देखते सो थैंक यू। आपड़ यही क्वेश्चन अधिक अधिक प्रैक्टिस करूँ। धन्यवाद।